ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶାର ସପ୍ତମ ଭାଗ। ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପରିଚ୍ଛେଦ ସପ୍ତମ। ପରିଚ୍ଛେଦଟିର ନାମ ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ପ୍ରଗତି। ଗତ 25-30 ବର୍ଷ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ଯେଉଁ ପ୍ରଗତି ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଚାଲିଛି, ସେ ସମ୍ବନ୍ଧରେ ସ୍ଥୂଳ ଧାରଣା ଦେବା ହିଁ ଏ ପ୍ରବନ୍ଧର ଉଦ୍ଦେଶ୍ୟ। ସଂସ୍କୃତି କହିଲେ ସାହିତ୍ୟ, ଲଳିତ କଳା, ଇତିହାସ, ଧର୍ମ, ଦର୍ଶନ, ବିଜ୍ଞାନ, ଅର୍ଥନୀତି ବିଜ୍ଞାନ, ରାଜନୀତି ବିଜ୍ଞାନ ଇତ୍ୟାଦି ବହୁ ବିଷୟକୁ ବୁଝାଏ। ସମସ୍ତ ବିଷୟରେ ମୋର ପ୍ରବେଶ ନାହିଁ। ଏଣୁ ସାହିତ୍ୟ, ଇତିହାସ ଇତ୍ୟାଦି କେତୋଟି ବିଷୟର ପ୍ରଗତି ସମ୍ବନ୍ଧରେ ହିଁ ଏ ପ୍ରବନ୍ଧର ସଂକ୍ଷିପ୍ତ ଆଲୋଚନା କରାଯାଉଛି। ଆଲୋଚନାରେ ବେଶୀ ଭାବରେ ରହିଛି ତଥ୍ୟ ବା ଫ୍ୟାକ୍ଟ ଓ ଅତି ସାମାନ୍ୟ ଭାବରେ ରହିଛି ମୋର ମତ ବା ଓପିନିଅନ୍। ମୋର ମତ ପ୍ରତି ବେଶୀ ଧ୍ୟାନ ନ ଦେଇ ତଥ୍ୟଗୁଡ଼ିକ ପ୍ରତି ବେଶୀ ଧ୍ୟାନ ଦେବା ପାଇଁ ସୁଧୀ ପାଠକମାନଙ୍କୁ ମୁଁ ଆଗରୁ ହିଁ ନିବେଦନ କରୁଛି। ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ। ବହୁ ବର୍ଷ ପୂର୍ବେ 25-10-52 ଓ 15-11-52 ତାରିଖର ଦୈନିକ ସମାଜ ସାପ୍ତାହିକ ଆଲୋଚନାରେ ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ ଶୀର୍ଷକ ଯୋଡ଼ିଏ ପ୍ରବନ୍ଧ ଲେଖିଥିଲି। ଓଡ଼ିଶାରେ ପ୍ରଚୁର ଐତିହାସିକ ଉପାଦାନ ଅଛି, ମାତ୍ର ଓଡ଼ିଶାର ଇତିହାସ ଗବେଷଣାର ମାନ ନିର୍ଦ୍ଧାରଣ କରାଯାଉ ନାହିଁ। ବଙ୍ଗାଳୀ ପଣ୍ଡିତମାନଙ୍କ ପରି ଓଡ଼ିଆ ପଣ୍ଡିତମାନଙ୍କ ଶ୍ରମ ଓ ନିଷ୍ଠା ନାହିଁ। ଓଡ଼ିଶାରେ ପ୍ରଚାରମୂଳକ ପାଣ୍ଡିତ୍ୟଙ୍କର କଣ୍ଠରୋଧ କରୁଛି। ଜାଲ୍ ଐତିହାସିକ ଉପାଦାନମାନେ କ୍ରମାଗତ ଭାବରେ ସୃଷ୍ଟି ହୋଇ ଓଡ଼ିଶାର ନୈତିକ ସାଂସ୍କୃତିକ ଜୀବନକୁ ପଙ୍ଗୁ କରୁଛନ୍ତି। ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାର ଯୋଜନା ଗୋଟିକ ପରେ ଗୋଟିଏ ବିଫଳ ହେଉଛି ଇତ୍ୟାଦି ବିଷୟ ମୁଁ ଏହି ପ୍ରବନ୍ଧ ଦୁଇଟିରେ ଅବତାରଣା କରିଥିଲି। ମୋର ଲେଖା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଅନେକ ଭାବିଲେ ଯେ ମୁଁ ଓଡ଼ିଆମାନଙ୍କୁ ନ୍ୟୁନ କରିଦେଉଛି। କେତେଜଣ କହିଲେ ଯେ ଅର୍ଥ ଓ ଅଭାବ ଅସୁବିଧା ଯୋଗୁଁ ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖା ହୋଇ ପାରୁନାହିଁ। ଏପରି କି କେହି ଜାଲ୍ ଐତିହାସିକ ଉପାଦାନମାନଙ୍କ ପ୍ରତି ମଧ୍ୟ ସେମାନଙ୍କ ସମର୍ଥନ ଜଣାଇଲେ। ଏହା ଭିତରେ ବହୁ ବର୍ଷ ଅତୀତ ହୋଇଗଲାଣି। ମୁଁ ଏହି ପ୍ରବନ୍ଧମାନଙ୍କରେ ଯାହା କହିଥିଲି ତାହା ସତ୍ୟ କିମ୍ବା ମିଥ୍ୟା ବର୍ତ୍ତମାନ ସୁଧୀବର୍ଗମାନେ ବିଚାର କରନ୍ତୁ। ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଗୋଟିଏ, କଳିଙ୍ଗ ହିଷ୍ଟୋରିକାଲ ରିସର୍ଚ୍ଚ ସୋସାଇଟି ତରଫରୁ ଗୋଟିଏ ଏହିପରି ଦୁଇଟି ଯୋଜନା ଆରମ୍ଭ କରାଯାଇଥିଲା। ଅର୍ଥର ପ୍ରଶ୍ନ ଉଠିବା ପୂର୍ବରୁ ଦ୍ୱିତୀୟ ଯୋଜନାଟି ବ୍ୟର୍ଥ ହୋଇଯାଇଥିଲା। ମାତ୍ର 1943 ମସିହାରୁ ଅର୍ଥାତ୍ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ସମୟଠାରୁ ପ୍ରଥମ ଯୋଜନାଟି ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ଏହି ସମୟ ମଧ୍ୟରେ ଏହି ଯୋଜନାର ଫଳସ୍ୱରୂପ ପୂର୍ଣ୍ଣାଙ୍ଗ ଇତିହାସର ପ୍ରଥମ ଖଣ୍ଡ ଓ ଷଷ୍ଠ ଖଣ୍ଡ ପ୍ରକାଶ ପାଇଛି। ପ୍ରଥମ ଖଣ୍ଡରେ ଅତି ଅତୀତଠାରୁ ଖ୍ରୀଷ୍ଟାବ୍ଦ 5ମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଇତିହାସ ରହିଛି। ଏଣୁ ଏହା ଓଡ଼ିଶା ଇତିହାସର ଆରମ୍ଭ, ମାତ୍ର ଷଷ୍ଠ ଖଣ୍ଡରେ ବ୍ରିଟିଶ ରାଜତ୍ୱର ଅଂଶବିଶେଷର ଇତିହାସ ରହିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ, ଭାରତୀୟ ବିଦ୍ୟାଭବନ ଇତ୍ୟାଦି ତରଫରୁ ପ୍ରକାଶିତ ଭାରତ ଇତିହାସମାନଙ୍କରେ କିମ୍ବା ହିଷ୍ଟ୍ରି ଅଫ୍ ବେଙ୍ଗଲ ଗ୍ରନ୍ଥମାନଙ୍କରେ ସମସ୍ତ ବିଷୟକୁ ସରଳ, ସହଜ, ସର୍ବଜନବୋଧ କରିବା ପାଇଁ ଯେଉଁ ପଦ୍ଧତି ଗ୍ରହଣ କରାଯାଇଛି, ଓଡ଼ିଶା ଇତିହାସର ପ୍ରଥମ ଓ ଷଷ୍ଠ ଖଣ୍ଡରେ ସେହି ପଦ୍ଧତି ଗ୍ରହଣ କରାଯାଇ ନାହିଁ। ବୃହତ୍ ଟାଇପ୍ର ଛପା ଏହି ପୁସ୍ତକ ଦୁଇଟି ଆଲୋଚନା ବହୁଳ, ଉର୍ଦ୍ଧୃତାଂଶ ବହୁଳ ହୋଇଥିବାରୁ ବୃହତ୍ ପ୍ରୟୋଗ ହୋଇଥିଲେ ସୁଦ୍ଧା ସୁବୋଧ ପାଠସୂଖ୍ୟ ହୋଇପାରି ନାହିଁ। ଉଭୟ ଗ୍ରନ୍ଥରେ ଯେଉଁ ଅନ୍ତର୍ନିହିତ ବିଷୟମାନ ରହିଛି, ସେଗୁଡ଼ିକ ସରଳ ସହଜ ଭାବରେ ପ୍ରକାଶ କଲେ ଉଭୟ ଗୋଟିଏ ଗୋଟିଏ ପୁସ୍ତିକାରେ ପରିଣତ ହେବେ। ଏଣୁ ଏ ଦୁଇଟି ପୁସ୍ତକକୁ ସୁଖପାଠ୍ୟ ଇତିହାସ ନ କହି ଉପାଦାନ ଗ୍ରନ୍ଥ ବା ସୋର୍ସ ବୁକ୍ କହିବା ହିଁ ଭଲ। ଏହି ଦୁଇଟି ବ୍ୟତୀତ ଓଡ଼ିଶା ଇତିହାସ ସମ୍ବନ୍ଧୀୟ ଆଉ କେତୋଟି ଉପାଦାନ ଗ୍ରନ୍ଥ ମଧ୍ୟ ପ୍ରକାଶିତ ହୋଇଛି। ମାତ୍ର ଓଡ଼ିଶାର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସର ଅୟମାରମ୍ଭ ହୋଇନାହିଁ କହିଲେ ଚଳେ।
ଏପରି ଅବସ୍ଥାରେ ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଇତିହାସର ସ୍ଥୂଳ ବିବରଣୀ ଜାଣିବାକୁ ଇଚ୍ଛା କଲେ ସାଧାରଣ ପାଠକ, ଛାତ୍ର ତଥା ଶିକ୍ଷକଙ୍କୁ ସ୍ୱର୍ଗତ ଅଧ୍ୟାପକ ରାଖାଲ ଦାସ ବାନାର୍ଜୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଇତିହାସ ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ। ଅନେକ କହନ୍ତି ଯେ ଉଭୟ ଗ୍ରନ୍ଥରେ ତ୍ରୁଟି ବିଚ୍ୟୁତି ଅଛି। କୌଣସି ଗ୍ରନ୍ଥ ଅଭ୍ରାନ୍ତ ନୁହେଁ। ଏ ଗ୍ରନ୍ଥଗୁଡ଼ିକୁ ମଧ୍ୟ ଅଭ୍ରାନ୍ତ ବୋଲି କହି କେହି କହୁନାହିଁ। କିନ୍ତୁ 30 ବର୍ଷର ସମବେତ ଚେଷ୍ଟାରେ ଓଡ଼ିଶାର ଯେଉଁ ପୂର୍ଣ୍ଣାଙ୍ଗ ଇତିହାସ ରୂପରେଖ ଧରିପାରିଲା ନାହିଁ, ସେ ପୂର୍ଣ୍ଣାଙ୍ଗ ଇତିହାସକୁ ସାହସ, ଧୈର୍ଯ୍ୟ, ନିଷ୍ଠା ଓ ଶ୍ରମ ସହିତ ସ୍ୱ ଗ୍ରନ୍ଥରେ ଅନ୍ତତଃ କଙ୍କାଳକାରରେ ଦେଇଥିବାରୁ ଉଭୟ ପଣ୍ଡିତ ନିଶ୍ଚିତ ଭାବରେ ଧନ୍ୟବାଦୀ। କୌଣସି ଗ୍ରନ୍ଥକୁ ଭଲ ନୁହେଁ ବୋଲି କହିବା ଅପେକ୍ଷା ସେହି ବିଷୟରେ ଭଲ ଗ୍ରନ୍ଥଟିଏ ଲେଖି ଥୋଇଦେବା ହିଁ ପ୍ରଗତିର ପ୍ରକୃଷ୍ଟ ପନ୍ଥା। ଗତ 30 ବର୍ଷ ମଧ୍ୟରେ ବହୁ ଐତିହାସିକ ଉପାଦାନ ଆବିଷ୍କୃତ ହୋଇଥିବାରୁ ଓଡ଼ିଶା ଇତିହାସରେ ପ୍ରକୃତ ଆଲୋକପାତ କରିବା ଭଳି ବହୁ ତଥ୍ୟ ପ୍ରକାଶିତ ହୋଇଛି। କିନ୍ତୁ ସେଗୁଡ଼ିକୁ ଏକତ୍ର କରି ଇତିହାସକାରମାନେ ଲେଖାଯାଇ ପାରିନାହିଁ। ଏହି ସମୟ ମଧ୍ୟରେ ବହୁ ଜାଲ୍ ଐତିହାସିକ ଉପାଦାନ ମଧ୍ୟ ସୃଷ୍ଟ ହୋଇଥିବାରୁ ଇତିହାସ ସଂକଳନରେ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି। ଜାଲ୍ ଐତିହାସିକ ଉପାଦାନ ଦିନକୁ ଦିନ ଏପରି ବୃଦ୍ଧି ପାଉଛି ଯେ ତଦ୍ଦ୍ୱାରା ଐତିହାସିକ ଗବେଷଣାର ପଥ ଏକାବେଳେ ଅବରୁଦ୍ଧ ହୋଇଯାଉଛି। ଏହି 25 ବର୍ଷ ମଧ୍ୟରେ ରକ୍ତବାହୁ ଅଭିଯାନ ସମ୍ବନ୍ଧୀୟ ଏ ଖାରବେଳଙ୍କ ଜିନାସିନ ଆନୟନ ସମ୍ବନ୍ଧୀୟ ଜାଲ୍ ଶିଳାଲେଖ ଏବଂ କାଞ୍ଚି ଅଭିଯାନ ସମ୍ବନ୍ଧୀୟ ଜାଲ୍ ତାମ୍ରଶାସନ ସୃଷ୍ଟି କରାଯାଇଛି। ପୁରୀରୁ ପ୍ରାପ୍ତ ଅଳ୍ପ ପ୍ରାଚୀନ ମୂର୍ତ୍ତି ଉପରେ ବିଭିନ୍ନ ଯୁଗରୁ ବହୁ ପ୍ରାଚୀନ ଲିପି ଖୋଦିତ ହୋଇଥିବାର ପ୍ରମାଣ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସଂଗ୍ରହାଳୟରେ ସଂରକ୍ଷିତ ହୋଇଛି। ଅତି ନିକଟରେ ଓଡ଼ିଶାରେ କବି ଜୟଦେବଙ୍କ ସମ୍ବନ୍ଧରେ ଗବେଷଣା ଚାଲୁଥିବା ବେଳେ 2ଟି ଜାଲ୍ ଶିଳାଲେଖ ସୃଷ୍ଟି କରାଯାଇଛି। ସେଥିମଧ୍ୟରୁ ଗୋଟିକରୁ ଏତେ ମୂଲ୍ୟବାନ ମନେ କରାଗଲା ଯେ ତାହାର ଆବିଷ୍କାର ରେଡ଼ିଓ ମାଧ୍ୟମରେ ମଧ୍ୟ ଘୋଷିତ ହେଲା। ଜାଲ୍ ତାଳପତ୍ର ପୋଥି ସଂଖ୍ୟା କ୍ରମଶଃ ବଢ଼ି ଚାଲିଛି। ଅର୍ବାଚୀନ ତାଳପତ୍ର ପୋଥିରେ କିନ୍ତୁ ତକିମାକାରେ ଅକ୍ଷରରେ ଲେଖା ଲେଖି ତାକୁ ଭଣ୍ଡାର ପାଞ୍ଜି ଆଦି ଆଖ୍ୟା ଦିଆଯାଉଛି ଏବଂ ସେଥିରେ ଥିବା ଇନ୍ଦ୍ରବଳକୁ ଇନ୍ଦ୍ରଦ୍ୟୁମ୍ନ କୁହାଯାଉଛି। ଦୀର୍ଘ ମୁଖବନ୍ଧ ବହନ କରି ପୁରୀ ସଂସ୍କୃତ ପାଣ୍ଡିତର କୁତ୍ସିତ ସନ୍ତତି ଜାଲ୍ ଶିଳ୍ପ ଚନ୍ଦ୍ରିକା ମୁଦ୍ରିତ ଓ ପ୍ରକାଶିତ ହୋଇଛି। ଓଡ଼ିଶାର ମନ୍ଦିର ଶିଳ୍ପ ସମ୍ବନ୍ଧୀୟ ଓ କୋଣାର୍କ ମନ୍ଦିର ସମ୍ବନ୍ଧୀୟ ଆଉ 2ଟି ତାଳପତ୍ର ପୋଥି ବିଦେଶୀୟମାନଙ୍କୁ ଉତ୍ସୁଧା ଭ୍ରମରେ ପକାଇ ଦେଇଛି। ସାରଳା ସାହିତ୍ୟର ଆଲୋଚନା ଚାଲିଥିଲା ବେଳେ ମାଧବ ମହାତ୍ମା ନାମକ ଗୋଟିଏ ଜାଲ୍ ପୋଥି ସୃଷ୍ଟି କରାଯାଇ ସାରଳା ଦାସଙ୍କୁ ନବମ ଶତାବ୍ଦୀର କବି ବୋଲି ପ୍ରମାଣ କରିବାର ଚେଷ୍ଟା କରାଯାଇଛି। କବି ଜୟଦେବଙ୍କ ବାସସ୍ଥାନ ସମ୍ବନ୍ଧୀୟ ଆଲୋଚନା ଚାଲିଥିବା ବେଳେ ଜୟଦେବଙ୍କ ତଥାକଥିତ ଓଡ଼ିଆ ସଙ୍ଗୀତ ସମ୍ବଳିତ 2ଟି ଜାଲ୍ ପୋଥି ଆବିର୍ଭୂତ ହୋଇଛି। ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର ନଥିପତ୍ର ସଂଗୃହୀତ ହେଉଥିବା ବେଳେ ଝାନ୍ସୀ ରାଣୀଙ୍କ ଜାଲ୍ ଚିଠି ପୁରୀରୁ ବାହାରି ପଡ଼ିଛି ଇତ୍ୟାଦି। ଉପରେ ଜାଲ୍ ଐତିହାସିକ ଉପାଦାନର ଯେଉଁ ସାମାନ୍ୟ ବିବରଣୀ ଦିଆଗଲା, ସେଥିରୁ ସୁଧୀ ପାଠକେ ଏମାନଙ୍କ ବ୍ୟାପକତା ସହଜରେ ଅନୁମାନ କରିପାରିବେ। ଯେଉଁମାନେ ଏହି ଜାଲ୍ ଉପାଦାନମାନ ବ୍ୟବହାର କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଡିରେକ୍ଟର ଧର୍ମାବତାର, ପ୍ରଫେସର ରିଡର, ଲେକ୍ଚରର, କ୍ୟୁରେଟର, ସୁପରିଟେଣ୍ଡେଣ୍ଟ, ବିଶିଷ୍ଟ ସାହିତ୍ୟିକ, ସଂସ୍କୃତ ପଣ୍ଡିତ, ଗବେଷକ ପଣ୍ଡିତ ଇତ୍ୟାଦି। ଏଣୁ ଏ ଅପରାଧଟା ସମାଜର କେତେକ ନିକୃଷ୍ଟ ଶ୍ରେଣୀର ଲୋକଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ। ସାଂସ୍କୃତିକ କ୍ଷେତ୍ରରେ ଶୀର୍ଷସ୍ଥାନ ଅଧିକାର କରିଥିବା ବ୍ୟକ୍ତିମାନେ ଯେଉଁ ସହଜ ପନ୍ଥା ଅନୁସରଣ କରି ଗବେଷଣା ଚଳାଇଛନ୍ତି, ତାହା ତରୁଣମାନଙ୍କ ଦ୍ୱାରା ଅନୁସୃତ ହେଉଛି। ସତ୍ୟ, ନିଷ୍ଠା, ବହୁ ଶ୍ରମ, ସମୟ, ଧୈର୍ଯ୍ୟ, ଅନୁସନ୍ଧାନ, ଅନୁଶୀଳନ, ଅଧ୍ୟୟନ, ପରିଭ୍ରମଣ ଓ ଗୁରୁସେବା ସାହାଯ୍ୟରେ ଗବେଷଣାରେ ସାମାନ୍ୟ ସିଦ୍ଧି ଲାଭ କରାଯାଏ। ମାତ୍ର ଓଡ଼ିଶାରେ ଯେଉଁ ସହଜ ପନ୍ଥା ଅନୁସୃତ ହୋଇଛି, ସେଥିରେ ଗବେଷକ ହେବା ପାଇଁ ଏ ସମସ୍ତର ଆବଶ୍ୟକତା ରହୁନାହିଁ। ଫଳରେ ପ୍ରଚାରମୂଳକ ପାଣ୍ଡିତ୍ୟ ବା ଭଣ୍ଡ ପାଣ୍ଡିତ୍ୟ ସତ୍ପାଣ୍ଡିତ୍ୟର କଣ୍ଠରୋଧ କରୁଛି। ସର୍ବୋପରି ଓଡ଼ିଶାର ଗବେଷଣା ଲବ୍ଧ ଜ୍ଞାନ ସର୍ବଭାରତୀୟ ଓ ଆନ୍ତର୍ଜାତିକ ସ୍ରୋତରୁ ବିଚ୍ୟୁତ ହୋଇପଡ଼ୁଛି। ଓଡ଼ିଶାର ଐତିହାସିକ ଗବେଷଣାର ମାନ ଜଗତର ଲୋକେ ମାନିବେ ନାହିଁ। ମାତ୍ର ଓଡ଼ିଶାର ଲୋକେ ଆନ୍ତର୍ଜାତିକ ଗବେଷଣାର ମାନ ମାନିବାକୁ ବାଧ୍ୟ। ତା ନହେଲେ ଓଡ଼ିଶା ଏକଘରକିଆ ହୋଇ ରହିବ। ଆଲୋଚ୍ୟ ସମୟ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ଦୁର୍ନୀତି ପ୍ରସାର ଲାଭ କରୁଥିଲା ବେଳେ ଓଡ଼ିଶାର ସରକାର, ବିଶ୍ୱବିଦ୍ୟାଳୟ, ପ୍ରେସ୍ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ
ଏହା ବିରୁଦ୍ଧରେ କୌଣସି କ୍ଷତ୍ରିୟ ପଦକ୍ଷେପ ନେଇନାହାନ୍ତି। ସରକାର ସହସ୍ରାକ୍ଷ ମାତ୍ର ଏ ଦିଗରେ ତାଙ୍କର ଗୋଟିଏ ସୁଦ୍ଧା ଆଖି ପଡ଼ିନାହିଁ। ବରଂ ଏ ଦିଗରେ ସରକାର ଯାହା କରିଛନ୍ତି ସେଥିରେ ଭଣ୍ଡ ପାଣ୍ଡିତ୍ୟ ବୃଦ୍ଧି ପାଇଛି। ଓଡ଼ିଶାରେ କଖାରୁ ଚୋର ପାଇଁ ଦଣ୍ଡ ଅଛି, କିନ୍ତୁ ସାଂସ୍କୃତିକ କ୍ଷେତ୍ରକୁ ବିଷାକ୍ତ କରୁଥିବା ଜାଲକାରୀମାନଙ୍କ ପ୍ରତି କୌଣସି ଦଣ୍ଡ ନାହିଁ। ବରଂ ବେଳେ ବେଳେ ଏମାନେ ଅଭିନନ୍ଦିତ ଓ ପୁରସ୍କୃତ ହୋଇଛନ୍ତି। ସରକାରଙ୍କ ଗୋଇନ୍ଦା ବିଭାଗ ସମସ୍ତ ବିଷୟ ପ୍ରତି ସଜାଗ ଅଛନ୍ତି, କିନ୍ତୁ ଜାଲ ଐତିହାସିକ ଉପାଦାନମାନଙ୍କ ପ୍ରତି କୌଣସି ଦୃଷ୍ଟି ଦେଇନାହାନ୍ତି। ବିଶ୍ୱବିଦ୍ୟାଳୟମାନ ପ୍ରଚାରମୂଳକ ପାଣ୍ଡିତ୍ୟ ଓ ସତ୍ପାଣ୍ଡିତ୍ୟ ମଧ୍ୟରେ ଥିବା ପ୍ରଭେଦକୁ ବିଚାର କରୁନାହାନ୍ତି। ଓଡ଼ିଶାର ପତ୍ରିକାଗୁଡ଼ିକ କ୍ଷୁଦ୍ରାତିକ୍ଷୁଦ୍ର ବିଷୟରେ ଅଗ୍ରଲେଖାମାନ ପ୍ରକାଶ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, ମାତ୍ର ଏ ସାଂସ୍କୃତିକ ବୋଧ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଅଛନ୍ତି। ନେତୃତ୍ୱ ଓ ସ୍ଥାନୀୟ ବ୍ୟକ୍ତିମାନେ ଏ କ୍ଷୁଦ୍ରାତିକ୍ଷୁଦ୍ର ବିଷୟ ପ୍ରତି ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, କିନ୍ତୁ ସାଂସ୍କୃତିକ କ୍ଷେତ୍ରରେ ଯେଉଁ ଦୁର୍ନୀତି ଚାଲିଛି ସେ ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଅଳ୍ପଦିନ ତଳେ ଚୋରି ଯାଇଥିବା ଗୋଟିଏ ତାଳପତ୍ର ପୋଥିକୁ ପୁଲିସ ତତ୍ପରତାର ସହିତ ପୁନରୁଦ୍ଧାର କରିଥିବା କଥା ଓଡ଼ିଶା ବିଧାନସଭାରେ ଆଲୋଚିତ ହୋଇଛି। ଏ ସମ୍ବନ୍ଧରେ ପୁଲିସଙ୍କ ପ୍ରଚେଷ୍ଟା ଅବଶ୍ୟ ପ୍ରଶଂସାର୍ହ, ମାତ୍ର ଟିକିଏ ଆଗକୁ ବଢ଼ି ଅନୁସନ୍ଧାନ କରିଥିଲେ ହୁଏତ ଜଣାଯାଇଥାନ୍ତା ଯେ ଏହା ଏକ ଜାଲ ପୋଥି। ଏ ସମ୍ବନ୍ଧରେ ଯେତିକି ସମ୍ବାଦ ପ୍ରକାଶ ପାଇଛି, ସେଥିରୁ ସନ୍ଦେହ ହୁଏ ଯେ ଏହା ଏକ ଜାଲ ପୋଥି। ଅନେକ ପ୍ରଶ୍ନ କରନ୍ତି, ଲୋକେ କାହିଁକି ଓ କିପରି ଜାଲ ଐତିହାସିକ ଉପାଦାନମାନ ସୃଷ୍ଟି କରନ୍ତି? ଧନ ଓ ଯଶ ଉଭୟ ମାନବର ପରମ କାମ୍ୟ। ସୃଷ୍ଟ ଉପାଦାନମାନଙ୍କ ସାହାଯ୍ୟରେ ଉଭୟ ସହଜରେ ଓ ଶସ୍ତାରେ ମିଳିଯାଏ। ଉପାଦାନଗୁଡ଼ିକୁ କିପରି ଜାଲ କରାଯାଏ, ଏ ବିଷୟରେ ସମ୍ୟକ୍ ଆଲୋଚନା କଲେ ଆଉ ଗୋଟିଏ ପ୍ରବନ୍ଧ ଲେଖିବାକୁ ପଡ଼ିବ। ତେବେ ଏତେଗୁଡ଼ିଏ ସାଧାରଣ କଥା ଏ ପ୍ରବନ୍ଧରେ କୁହାଯାଇଛି। ବିଭିନ୍ନ ଯୁଗର ପ୍ରାଚୀନ ଲିପିମାଳା ପୁସ୍ତକରେ ପ୍ରକାଶିତ ହୋଇଛି। ଏହି ପୁସ୍ତକ ବା ପୁସ୍ତକମାନଙ୍କ ସାହାଯ୍ୟରେ ଜାଲ ତମ୍ବାପଟା ଓ ଜାଲ ଶିଳାଲେଖ ଅକଲେଶରେ ସୃଷ୍ଟି କରାଯାଇପାରେ। ପୁରୁଣା ତାଳପତ୍ର ପୋଥିମାନଙ୍କୁ ଆଲେଖ ତାଳପତ୍ରରୁ ସଂଗ୍ରହ କରି ସହଜରେ ଜାଲ ପୁରୁଣା ପୋଥି ତିଆରି କରାଯାଇପାରେ। ତା'ଛଡ଼ା ନୂଆ ତାଳପତ୍ରକୁ ପୁରୁଣା ଆକାର ଦେବାର ଏକାଧିକ ପ୍ରୟାସ ରହିଛି। ଯେଉଁ ଐତିହାସିକ ଉପାଦାନଟି ପ୍ରକୃତ ଓ କେଉଁଟି ସୃଷ୍ଟ ତାହା ବହୁବିଧ ପରୀକ୍ଷା ପରେ ସ୍ଥିର କରାଯାଏ। ଓଡ଼ିଶାରେ ଯେଉଁମାନେ ଜାଲ ଐତିହାସିକ ଉପାଦାନମାନଙ୍କ ସାହାଯ୍ୟରେ ଗବେଷଣା ଚଳାଇଛନ୍ତି, ସେମାନେ ଏଗୁଡ଼ିକ ବହୁବିଧ ପରୀକ୍ଷା କରିବା ବା କରାଇବା କଥା ଦୂରେ ଥାଉ, ଉପାଦାନଗୁଡ଼ିକୁ ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିବା ପାଇଁ ଏବଂ ସେମାନଙ୍କ ପ୍ରାପ୍ତି ଓ ଆକାର ପ୍ରକାରର ଟିକିଏନିଖି ବିବରଣୀ ପ୍ରକାଶ ପାଇଁ ମଧ୍ୟ କୁଣ୍ଠାବୋଧ ପ୍ରକାଶ କରିଛନ୍ତି। ଓଡ଼ିଶାର ପ୍ରାଚୀନ ଇତିହାସର ବିଭିନ୍ନ ଉପାଦାନ ଗୋଟିଏ ଭଗ୍ନ ପ୍ରାଚୀନ ମୃତ୍ପାତ୍ର ଖପରା ପରି ବିକ୍ଷିପ୍ତ ହୋଇ ରହିଛି। ଭଗ୍ନ ମୃତ୍ପାତ୍ରର ଯେଉଁ ଅଂଶ ଯେଉଁଠାରେ ଲାଗିବା କଥା, ଠିକ୍ ସେହି ଜାଗାରେ ଖପରା ଯୋଡ଼ିଦେଲେ ପ୍ରାଚୀନ ମୃତ୍ପାତ୍ର ପୁଣି ପୂର୍ବର ଆକାର ସହ ଫେରିଯାଏ। ଅନ୍ୟଥା ଏହା କଦାପି ପୁନର୍ଗଠିତ ହୋଇପାରେ ନାହିଁ। ଇତିହାସର ପୁନର୍ଗଠନ ଠିକ୍ ମୃତ୍ପାତ୍ରର ପୁନର୍ଗଠନ ଭଳି ଗୋଟିଏ କଷ୍ଟସାର କାର୍ଯ୍ୟ। କିନ୍ତୁ ଓଡ଼ିଶାର କେତେକ ପଣ୍ଡିତ ଏପରି ଭାବପ୍ରବଣ ହୋଇ ସେ ଇତିହାସର ଯେଉଁ ସ୍ଥାନରେ ଯେଉଁ ଉପାଦାନଟି ଖାପ ପାଇପାରିବ ନାହିଁ, ସେ ସ୍ଥାନରେ ମଧ୍ୟ ତାକୁ ବଳପୂର୍ବକ ଯୋଡ଼ିବା ପାଇଁ ଚେଷ୍ଟା କରନ୍ତି। ଯେଉଁମାନେ ଅନୈତିକ ସେମାନେ ମଧ୍ୟ ବଳପୂର୍ବକ ଐତିହାସିକ ଭୂମିକା ଗ୍ରହଣ କରୁଛନ୍ତି। ଲକ୍ଷ୍ୟ କଲେ ଜଣାଯାଏ ଯେ ଓଡ଼ିଶାର ଅନେକ ବିଶିଷ୍ଟ ସାହିତ୍ୟିକ ଐତିହାସିକର ଭୂମିକା ଗ୍ରହଣ କରିଛନ୍ତି। ଏକାଧାରରେ ସାହିତ୍ୟିକ ଓ ଐତିହାସିକ ହେବା ଅସମ୍ଭବ କଥା ନୁହେଁ, ମାତ୍ର ଉଭୟ ବିଷୟ ପାଇଁ ସମସାଧନା ଆବଶ୍ୟକ। ଓଡ଼ିଶାର ଯେଉଁ ବିଶିଷ୍ଟ ସାହିତ୍ୟିକମାନେ ଐତିହାସିକ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ କେତେଙ୍କର ଓଡ଼ିଶା ଇତିହାସରେ ସ୍ଥୂଳ ଜ୍ଞାନ ଥିବାର ପ୍ରମାଣ ସେମାନଙ୍କ ଲେଖାରୁ ମିଳେ ନାହିଁ। ଅତଏବ ଜଣାଯାଏ ଯେ ସାହିତ୍ୟ କ୍ଷେତ୍ରରେ ଲାଭ କରିଥିବା ଖ୍ୟାତିର ସୁଯୋଗ ନେଇ ଏମାନେ ଇତିହାସ କ୍ଷେତ୍ରରେ ବଳପୂର୍ବକ ଅନୁପ୍ରବେଶ କରୁଛନ୍ତି। ଗତ 25-30 ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖିବା ପାଇଁ ଯେଉଁ ପ୍ରଚେଷ୍ଟା ଚାଲି ଆସିଛି ଏବଂ ଗବେଷଣାର ଯେଉଁ ଧାରା ଓ ମାନ ସୃଷ୍ଟି କରାଯାଇଛି, ସେସବୁକୁ ଅନୁଧ୍ୟାନ କଲେ ଗଭୀର ନୈରାଶ୍ୟ ଜାତ ହୁଏ। ଏସବୁର ଆଭିମୁଖ୍ୟ ନ ବଦଳାଇଲେ ଆସନ୍ତା 25 ବର୍ଷ ମଧ୍ୟରେ ସୁଦ୍ଧା ଓଡ଼ିଆମାନଙ୍କ ଦ୍ୱାରା ଲିଖିତ ଓଡ଼ିଶାର ଇତିହାସ ଓ ଓଡ଼ିଶାର ଐତିହାସିକ ଗବେଷଣା ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ମାନିତ ଆସନ ପାଇପାରିବ ନାହିଁ।
ଓଡ଼ିଶା ମ୍ୟୁଜିୟମ ବା ସଂଗ୍ରହାଳୟ। ଓଡ଼ିଶାରେ ମ୍ୟୁଜିୟମ କେବେ ଆରମ୍ଭ ହୋଇଥିଲା ତାହାର ନିର୍ଦ୍ଦିଷ୍ଟ ତାରିଖ କହିବା ମୋ ପକ୍ଷରେ ସମ୍ଭବପର ହେଉନାହିଁ। କିନ୍ତୁ 1931 ମସିହାରେ ମୁଁ ଯେତେବେଳେ ପ୍ରଥମ ବାର୍ଷିକ ଛାତ୍ର ରୂପେ ରେଭେନ୍ସା କଲେଜରେ ପ୍ରବେଶ କଲି, ସେତେବେଳେ ରେଭେନ୍ସା କଲେଜର ମ୍ୟୁଜିୟମ ଆରମ୍ଭ ହୋଇଥିଲା। ସ୍ୱର୍ଗତ ଇତିହାସ ଅଧ୍ୟାପକ ନିର୍ମଳ ଚନ୍ଦ୍ର ବାନାର୍ଜୀ କେତେଗୁଡ଼ିଏ ପ୍ରାଚୀନ ମୂର୍ତ୍ତି ଓ କେତେଗୁଡ଼ିଏ ପ୍ରାଚୀନ ମୁଦ୍ରା ସଂଗ୍ରହ କରି ମ୍ୟୁଜିୟମ ଆରମ୍ଭ କରିଦେଇଥିଲେ ଏବଂ ଆମ୍ଭମାନଙ୍କ ମଧ୍ୟରୁ ଜଣକୁ ଜଣ ସେକ୍ରେଟାରୀ ରୂପେ ନିଯୁକ୍ତି କରୁଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକଗୁଡ଼ିଏ ମୂର୍ତ୍ତି ବା ବହୁ ମୁଦ୍ରା ସଂଗ୍ରହ କରି ମ୍ୟୁଜିୟମକୁ ନିର୍ଦ୍ଦିଷ୍ଟ ରୂପ ଦେଇଥିବାରୁ ବ୍ରିଟିଶ ସରକାର ତାଙ୍କୁ ରାୟ ସାହେବ ଉପାଧି ଭୂଷିତ କରିଥିଲେ। ତାଙ୍କ ପରେ ସ୍ୱର୍ଗତ ଅଧ୍ୟାପକ ଘନଶ୍ୟାମ ଦାସ ମଧ୍ୟ କେତେଗୁଡ଼ିଏ ମୂର୍ତ୍ତି ସଂଗ୍ରହ କରି ମ୍ୟୁଜିୟମର ଅଭିବୃଦ୍ଧି କରିଥିଲେ। ସ୍ୱର୍ଗତ ବାନାର୍ଜୀ, ସ୍ୱର୍ଗତ ଦାସ ଉଭୟେ ଅବୈତନିକ ଭାବରେ କାର୍ଯ୍ୟ କରି ମ୍ୟୁଜିୟମର ଶ୍ରୀବୃଦ୍ଧି କରିଥିଲେ। ଏହାପରେ 1947 ମସିହାରେ ଓଡ଼ିଶା ସରକାର ମୋତେ କ୍ୟୁରେଟର ରୂପେ ନିଯୁକ୍ତି କଲେ ଓ ଏହାର ଅଳ୍ପ କାଳ ମଧ୍ୟରେ ମ୍ୟୁଜିୟମଟି ଭୁବନେଶ୍ୱରର ଗୋଟିଏ ଭଡ଼ାଘରକୁ ସ୍ଥାନାନ୍ତରିତ ହେଲା। 1950 ମସିହା ବେଳକୁ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ, ଶ୍ରୀ ସତ୍ୟନାରାୟଣ ରାଜଗୁରୁ, ସ୍ୱର୍ଗତ ବିପିନ ବିହାରୀ ନାଥ ଓ ଶ୍ରୀ କେଦାରନାଥ ମହାପାତ୍ର ମ୍ୟୁଜିୟମର ବିଭିନ୍ନ ପଦରେ ନିଯୁକ୍ତ ହେଲେ। 1951 ମସିହାରେ ମୁଁ ମୋର ମୌଳିକ ଲୋକଚାର କାମକୁ ଫେରିଆସିଲି। ଏହାପରେ ମ୍ୟୁଜିୟମଟି ନବନିର୍ମିତ ସୁରମ୍ୟ ଅଟ୍ଟାଳିକାକୁ ସ୍ଥାନାନ୍ତରିତ ହୋଇ ସ୍ଥାୟୀ ଭାବରେ ସେହିଠାରେ ରହିଆସିଛି। ଏହା ମଧ୍ୟରେ ମ୍ୟୁଜିୟମର ଅଭିବୃଦ୍ଧି ଘଟିଛି। ଏହାର ଆଉ ତିନୋଟି ସେକ୍ସନ ଖୋଲାଯାଇଛି। ମ୍ୟୁଜିୟମ ତରଫରୁ ଗୋଟିଏ ତ୍ରୈମାସିକ ଇଂରାଜୀ ଗବେଷଣା ପତ୍ରିକା ବାହାରିଛି। ବାରିପଦା ଗବେଷଣା ପୁସ୍ତକାଗାର ମ୍ୟୁଜିୟମର ପୁସ୍ତକାଗାରରେ ମିଶାଇ ଦିଆଯାଇଛି। ଏହା ଓଡ଼ିଶାର ସର୍ବପ୍ରଧାନ ଗବେଷଣା ପୁସ୍ତକାଗାର ପରିଣତ ହୋଇଛି। ମୋଟ ଉପରେ ଗତ 25 ବର୍ଷ ମଧ୍ୟରେ ମ୍ୟୁଜିୟମରେ ଉଲ୍ଲେଖଯୋଗ୍ୟ ଉନ୍ନତି ଘଟିଛି, କିନ୍ତୁ ବ୍ୟୟ ଓ କର୍ମଚାରୀ ସଂଖ୍ୟା ଯେପରି ଭାବରେ ବଢ଼ି ଚାଲିଛି, ତାହା ଅନୁପାତରେ ମ୍ୟୁଜିୟମର ଅଭିବୃଦ୍ଧି ଗତି କରିପାରି ନାହିଁ। ଓଡ଼ିଶାର ମ୍ୟୁଜିୟମରେ ରକ୍ଷଣୀୟ ପଦାର୍ଥ ଏତେ ସହଜଲଭ୍ୟ ଯେ ଅନ୍ୟତ୍ର ଯାହା ଲକ୍ଷ ଲକ୍ଷ ଟଙ୍କାରେ ବ୍ୟୟରେ ସଂଗୃହୀତ ହୋଇପାରିବ ନାହିଁ, ଏଠାରେ ତାହା 1000 ଟଙ୍କାରେ ସଂଗୃହୀତ ହୋଇପାରିବ। ଲେଖକ ଏହା କାର୍ଯ୍ୟରେ ଦେଖାଇଥିଲା। ଲେଖକ ପ୍ରାୟ 3 ବର୍ଷ ସ୍ୱାଧୀନ ଭାବରେ କ୍ୟୁରେଟରେ କାର୍ଯ୍ୟ କରିଥିଲା। ଏହି ସମୟ ମଧ୍ୟରେ ମ୍ୟୁଜିୟମରେ କ୍ୟୁରେଟର ଛଡ଼ା ଜଣେ କିରାନୀ ଓ ଜଣେ ପିଅନ ନିଯୁକ୍ତି ପାଇଥିଲେ ଓ ଅନୁଷ୍ଠାନଟି ସର୍ବବ୍ୟୟ ବାବଦରେ ସରକାର ବାର୍ଷିକ 1000 ଟଙ୍କା ଦେଉଥିଲେ। ତଥାପି ଏହି ସମୟ ମଧ୍ୟରେ କେବଳ ଭୁବନେଶ୍ୱର ଓ ତା'ର ଉପକଣ୍ଠରୁ ପ୍ରାୟ 200 ପ୍ରାଚୀନ ମୂର୍ତ୍ତି କାରୁକଳା ଖଚିତ ସ୍ଥାପତ୍ୟ ସହ ସଂଗୃହୀତ ହୋଇପାରିଥିଲା ଏବଂ ଆର୍କୋଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱର ନାମକ ଗ୍ରନ୍ଥ ଓ ବହୁ ପ୍ରବନ୍ଧ ଲେଖିବା ପାଇଁ ଲେଖକକୁ ସୁଯୋଗ ମିଳିଥିଲା। ଆଜି ମ୍ୟୁଜିୟମର ପ୍ରଥମ ସ୍ଥାପିତା ସ୍ୱର୍ଗତ ଅଧ୍ୟାପକ ବାନାର୍ଜୀଙ୍କ ନାମ କେହି ସ୍ମରଣ କରୁନାହାନ୍ତି କିମ୍ବା ତାଙ୍କ ନାମ ମ୍ୟୁଜିୟମର ପ୍ରଥମ ରିପୋର୍ଟରେ ସ୍ଥାନ ପାଇନାହିଁ। ତାଙ୍କ ପରେ ଯେ ମ୍ୟୁଜିୟମଟି ପ୍ରଭୂତ ଉନ୍ନତି କଲା, ତା'ର ନାମ ମଧ୍ୟ କେହି ଉଚ୍ଚାରଣ କରନ୍ତି ନାହିଁ। ମ୍ୟୁଜିୟମରେ ଯେଉଁ ପ୍ରଶାସନିକ ଅସଙ୍ଗତ 1950 ମସିହାରୁ ଚାଲିଆସିଛି, ହୁଏତ ତାହା ହିଁ ବର୍ତ୍ତମାନ କର୍ମଚାରୀମାନଙ୍କ ମଧ୍ୟରେ ଶିଥିଳତା ସୃଷ୍ଟି କରୁଛି। 1950 ବେଳକୁ ମ୍ୟୁଜିୟମର ଗେଜେଟେଡ୍ କର୍ମଚାରୀ ସଂଖ୍ୟା ଥିଲା 6, ମାତ୍ର ଏମାନଙ୍କ ମଧ୍ୟରେ ସମସ୍ତେ ଥିଲେ ଦ୍ୱିତୀୟ ଶ୍ରେଣୀର କର୍ମଚାରୀ। 1972 ବେଳକୁ ମ୍ୟୁଜିୟମର ଗେଜେଟେଡ୍ କର୍ମଚାରୀ ସଂଖ୍ୟା ଆହୁରି ବେଶି ବୃଦ୍ଧି ପାଇଛି, ଅଥଚ ଏମାନେ ସମସ୍ତେ ହେଉଛନ୍ତି ଦ୍ୱିତୀୟ ଶ୍ରେଣୀର କର୍ମଚାରୀ। ଏମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ପ୍ରଥମ ବା ଦ୍ୱିତୀୟ ଶ୍ରେଣୀର MA ଡିଗ୍ରୀଧାରୀ। ଏଣୁ ଏମାନଙ୍କ ମଧ୍ୟରୁ ଅନେକ କଲେଜ ଲେକ୍ଚରର ହୋଇପାରନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ବିଶେଷ ତାଲିମ ପ୍ରାପ୍ତରେ ବର୍ଷେ କିମ୍ବା 2 ବର୍ଷ ସମୟ ମଧ୍ୟ ବ୍ୟୟ କରିଛନ୍ତି। ଏହି ଗ୍ୟାଜେଟେଡ୍ ଅଫିସରମାନଙ୍କ ସହକାରୀ ରୂପେ ଅଛନ୍ତି ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀ MA ଡିଗ୍ରୀଧାରୀ ନନ୍ ଗେଜେଟ୍ ଗେଲାରୀ ଆସିଷ୍ଟାଣ୍ଟ ଓ ଗାଇଡ୍ ଲେକ୍ଚରର। ମାତ୍ର ଏତେଗୁଡ଼ିଏ ଉଚ୍ଚ ଡିଗ୍ରୀଧାରୀ ତରୁଣ ତରୁଣୀ କର୍ମଚାରୀଙ୍କ ସମ୍ମୁଖରେ ପଦୋନ୍ନତିର କୌଣସି ଆଶା ନାହିଁ। ଜଣେ ଲୋକଚାର 10 ବର୍ଷ ମଧ୍ୟରେ ରିଡର ହୋଇପାରନ୍ତି ଓ ତାହା କାର୍ଯ୍ୟକାଳ ମଧ୍ୟରେ ପ୍ରଫେସର, ପ୍ରିନ୍ସିପାଲ ଓ DPI ହେବାର ଆଶା ମଧ୍ୟ ପୋଷଣ କରିପାରନ୍ତି। ମାତ୍ର ଜଣେ ବିଶେଷ ତାଲିମପ୍ରାପ୍ତ ମ୍ୟୁଜିୟମ କର୍ମଚାରୀ ଦ୍ୱିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ଉନ୍ନତି ହେବାର କୌଣସି ଆଶା ନାହିଁ। ସରକାରଙ୍କ ସମସ୍ତ ବିଭାଗରେ ପଦୋନ୍ନତିର ବ୍ୟବସ୍ଥା ଥିଲାବେଳେ କେବଳ ମ୍ୟୁଜିୟମରେ ସାମ୍ୟବାଦ ପ୍ରଚାର କଲେ ଚଳିବ କି? ଏହି କାରଣରୁ ମ୍ୟୁଜିୟମର କର୍ମଚାରୀମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଓ ଶିଥିଳତା ସୃଷ୍ଟି ହୋଇଛି।
ଏହି କର୍ମଚାରୀମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ତରୁଣ, ସମସ୍ତେ ସମଶ୍ରେଣୀୟ ଓ ସମସ୍ତେ ସମବେତନଭୋଗୀ। ଅତଏବ ଏହି କେହି କାହାରିକୁ ବୟୋବୃଦ୍ଧି, ଜ୍ଞାନବୃଦ୍ଧି ବା ଉଚ୍ଚ ବେତନଭୋଗୀ ବୋଲି ମନନ୍ତି ନାହିଁ। ଏମାନଙ୍କ ମଧ୍ୟରେ ଶୃଙ୍ଖଳା ଏହିପରି ଭାବରେ ଭାଙ୍ଗି ପଡ଼ୁଛି ଓ ଏମାନଙ୍କ ମଧ୍ୟରୁ କେତେକ ନିୟନ୍ତ୍ରିତ ଗତି କରି ରାଜନୀତିରେ ଆଶ୍ରୟ ନେଉଛନ୍ତି। ମ୍ୟୁଜିୟମରେ ଯେଉଁ କର୍ମଚାରୀମାନେ ଅଛନ୍ତି ସେମାନେ ଯେ ମ୍ୟୁଜିୟମର ଅଭିବୃଦ୍ଧି କରିବା ପାଇଁ ଅକ୍ଷମ କିମ୍ବା ଗବେଷଣା ପାଇଁ ଅନୁପଯୁକ୍ତ ଏ କଥା ମୁଁ କହିବି ନାହିଁ। ଏମାନଙ୍କ ସମ୍ମୁଖରେ କୌଣସି ଆଶା ଓ ଆଦର୍ଶ ନ ଥିବାରୁ ଏମାନଙ୍କ ସମବେତ ଓ ବ୍ୟକ୍ତିଗତ ପ୍ରଚେଷ୍ଟା ପଙ୍ଗୁ ହୋଇପଡ଼ୁଛି। ନଚେତ୍ ଏମାନେ ହିଁ ମ୍ୟୁଜିୟମର ଶ୍ରୀବୃଦ୍ଧି କରିବା ସଙ୍ଗେ ସଙ୍ଗେ ମ୍ୟୁଜିୟମରୁ ପ୍ରକାଶିତ ମାସିକ ଇଂରାଜୀ ପତ୍ରିକାକୁ ସମସ୍ତ ଉପାଦାନ ଯୋଗାଇ ପାରନ୍ତି। ଏହି ପତ୍ରିକାଟିର ପ୍ରକାଶର ସମୟ ବ୍ୟୟ ସରକାର ବହନ କରନ୍ତି ଓ ଏହି ପତ୍ରିକା ପାଇଁ ଯେଉଁମାନେ ପ୍ରବନ୍ଧ ଲେଖନ୍ତି ସେମାନଙ୍କୁ ଯଥେଷ୍ଟ ଭାବରେ ପାରିତୋଷିକ ଦିଅନ୍ତି। ତଥାପି ପତ୍ରିକାଟି ବର୍ତ୍ତମାନ ମ୍ରିୟମାଣ ଅବସ୍ଥାକୁ ଆସିଛି। ଭାରତର ବିଭିନ୍ନ ପ୍ରାନ୍ତରରୁ ପ୍ରକାଶିତ ଗବେଷଣା ପତ୍ରିକାମାନେ ସରକାରଙ୍କ ସାମାନ୍ୟ ସାହାଯ୍ୟ ପାଇ ସୁରୁଖୁରୁରେ ଚାଲିଥିଲା ବେଳେ ସର୍ବ ସୁବିଧା ସତ୍ତ୍ୱେ ଓଡ଼ିଶାର ଏକମାତ୍ର ଇଂରାଜୀ ଗବେଷଣା ପତ୍ରିକା କାହିଁକି ମ୍ରିୟମାଣ ଅବସ୍ଥାରେ ପହଞ୍ଚିଛି ତାର କାରଣ ଅନୁସନ୍ଧାନ କରିବା ବିଧେୟ। ମ୍ୟୁଜିୟମ ସମେତ ସମଗ୍ର ସାଂସ୍କୃତିକ ବିଭାଗରେ ଜଣେ ଆଇଏଏସ୍ ଅଫିସର ଡିରେକ୍ଟର ରୂପେ କାର୍ଯ୍ୟ କରନ୍ତି। ସାଂସ୍କୃତିକ ବିଭାଗରେ ଜଣେ ଆଇଏଏସ୍ ଅଫିସରଙ୍କୁ ରଖିବା ଯଦି ସରକାରଙ୍କ ପ୍ରଶାସନିକ ସୁବିଧା ଘଟୁଛି ତେବେ ସେଥିରେ ଆପତ୍ତି କରିବାର କାରଣ ନାହିଁ। ଜାଆଁଳା ବଢ଼ୁଥିବା ପୋଖରୀରେ ବାଳିଆକୁ ଜଗୁଆଳି କରିବା ଅପେକ୍ଷା ଅନ୍ୟ କୌଣସି ଜୀବକୁ ଜଗୁଆଳି କରିବା ଭଲ, କିନ୍ତୁ ଏହି ଆଇଏଏସ୍ ଡିରେକ୍ଟରଙ୍କୁ ଘନ ଘନ ବଦଳି କରିବା କଦାପି ଉଚିତ ନୁହେଁ। ଗତ 5 ବର୍ଷ ମଧ୍ୟରେ ସାଂସ୍କୃତିକ ବିଭାଗରେ 4 ଜଣ ଆଇଏଏସ୍ ଅଫିସର ଡିରେକ୍ଟର ରୂପେ କାର୍ଯ୍ୟ କରିଛନ୍ତି। ଏମାନଙ୍କର ଯେଉଁ ଗୁରୁଦାୟିତ୍ୱ ଥାଏ ସେଥିମଧ୍ୟରୁ ସାଂସ୍କୃତିକ ବିଭାଗ ଅନ୍ୟତମ। ଅତଏବ ଏ ବିଭାଗର ଅଭିଜ୍ଞତା ଅର୍ଜନ ପାଇଁ ଏମାନେ ସୁବିଧା ଓ ସମୟ ପାଇପାରି ନାହାନ୍ତି। ଏ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ପ୍ରଚୁର ଐତିହାସିକ ଉପାଦାନ, ପ୍ରଚୁର ପ୍ରାଚୀନ ଗ୍ରନ୍ଥ, ପ୍ରଚୁର ଖଣିଜ ପଦାର୍ଥ, ପ୍ରଚୁର ବନ୍ୟଜନ୍ତୁ, ପ୍ରଚୁର ନୃତତ୍ତ୍ୱ ସମ୍ପଦ, ପ୍ରଚୁର କାରୁକଳା ଇତ୍ୟାଦିରେ ଭରପୂର ହୋଇ ଓଡ଼ିଶା ରାଜ୍ୟଟି ଗୋଟିଏ ମ୍ୟୁଜିୟମ ପରି ହୋଇଛି। ଏ ରାଜ୍ୟରେ ମ୍ୟୁଜିୟମର ସ୍ଥାନ ପାଇବା ଭଳି ଉପାଦାନମାନଙ୍କ ସହଜଲଭ୍ୟତା ପୃଥିବୀରେ ଅନ୍ୟତ ବିରଳ। ଏହି ରାଜ୍ୟରେ ମ୍ୟୁଜିୟମଟିର ଗତ 25 ବର୍ଷ ମଧ୍ୟରେ ଯେଉଁ ଅଭିବୃଦ୍ଧି ଘଟିଛି ତାହା ଏହାର ସମ୍ପଦ ଅନୁରୂପ ନ ହେଲେ ମଧ୍ୟ ନୈରାଶ୍ୟଜନକ ହୋଇନାହିଁ। ତେବେ ଏହିଠାରେ ଶେଷ ହେଲା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀ ମୋ ସମୟର ଓଡ଼ିଶାର 7ମ ପରିଚ୍ଛେଦର ପ୍ରଥମ ଭାଗ। ଆଗାମୀ ଅଧ୍ୟାୟରେ ଆମେ 7ମ ପରିଚ୍ଛେଦର ଦ୍ୱିତୀୟ ଭାଗ ଶୁଣିବା। ତେବେ ରହିଲି, ନମସ୍କାର।